ଦୁଇଟି ରସୁଣ କୁଲା ଏଇଠି ରଖିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ନାରୀ 5 ମିନିଟ୍ରେ ତୁମ ପାଖକୁ ଆସିବ। ଯାହା ଚାହିଁବେ ତାହା କରିବ। ଆଜି ରାତିରେ ଗୋଟିଏ ଥର କରନ୍ତୁ। ଆଜ୍ଞା ହଁ, ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ବିନା ମନ୍ତ୍ରତନ୍ତ୍ରରେ କେବଳ ଦୁଇଟି ରସୁଣ କୁଲାରେ ଆପଣ କିପରି ସୁନ୍ଦରୀ ଝିଅକୁ ପଟେଇ ପାରିବେ, ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ପଟେଇ ପାରିବେ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ପଇସା ଖର୍ଚ୍ଚ କରିବାକୁ ପଡ଼ିବନି କିମ୍ବା କିଛି ବି ସାମଗ୍ରୀର ଆବଶ୍ୟକ ନାହିଁ। କେବଳ ଦୁଇଟି ରସୁଣ କୁଲାରେ ଆପଣ ଝିଅ ପଟେଇ ପାରିବେ, ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ପଟେଇ ପାରିବେ, ତାଠାରୁ ନିଜର ମନ ଚାହୁଁଥିବା କାମ ହାସଲ କରିପାରିବେ। ଆପଣ ସମସ୍ତଙ୍କର ଇଚ୍ଛା ଥିବ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇବା ପାଇଁ, ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ପଟେଇବା ପାଇଁ, ତାକୁ ନିଜ ପ୍ରେମରେ ଦିବାନୀ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବା ପାଇଁ। କିନ୍ତୁ ଇଏ ଏତେ ସହଜ ନୁହେଁ। ଏଥିପାଇଁ ଆଜିର ଏହି ଭିଡ଼ିଓଟି ଆପଣଙ୍କର କାମରେ ଆସିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ବିନା ମନ୍ତ୍ରତନ୍ତ୍ରରେ କେବଳ ଦୁଇଟି ରସୁଣ କୁଲାରେ ଝିଅ ପଟେଇବା ପାଇଁ ବଶୀକରଣ, ନାରୀ ମୋହିନୀ ବଶୀକରଣ। ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଯିଏ ବି ଏହି ବଶୀକରଣ କରିଛି 100ରୁ 100% ସଫଳ ହେଇଛି। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିଛି। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ପଟେଇ ପାରିଛି, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିଛି। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଦୁଇଟି ରସୁଣ କୁଲାର ଏହି ବଶୀକରଣ ପ୍ରଚଣ୍ଡ ମହାଶକ୍ତିଶାଳୀ ବଶୀକରଣ। ତେଣୁ ଏହି ବଶୀକରଣକୁ ଆପଣ ଭାବିଚିନ୍ତିକି କରିବେ। ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଦୁଇଟି ରସୁଣ କୁଲାର ଏହି ବଶୀକରଣ କରିବେନି। ଠିକ୍ ଅଛି, ଯଦି ଆପଣ ସତରେ ସେ ଝିଅ ବା ନାରୀକୁ ଭଲ ପାଉଛନ୍ତି, ତାକୁ ବିବାହ କରିବାକୁ ଚାହୁଁଛନ୍ତି, ତେବେ ହିଁ ଆପଣ ଦୁଇଟି ରସୁଣ କୁଲାର ଏହି ବଶୀକରଣ କରିବେ। ଅନ୍ୟଥା ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣ କରିବେନି। ଠିକ୍ ଅଛି, ତେବେ ଏହି ବଶୀକରଣ କରିବା ସବୁଠାରୁ ସହଜ। ଏହାକୁ ଆପଣ କେମିତି କରିବେ, କିପରି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ଶିଖେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖେଇବି। ଜାଣିବା ପାଇଁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଧ୍ୟାନ ସହିତ ଦେଖନ୍ତୁ। ବିଧିଟି ଜାଣିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ। ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ। ମନେ ରଖନ୍ତୁ, ଏହି ବଶୀକରଣ କରିବା ପୂର୍ବରୁ କିଛି ବିଶେଷ କଥା ଜାଣି ରଖନ୍ତୁ। ଯେମିତିକି ମନ୍ତ୍ର, ତନ୍ତ୍ର, ଯନ୍ତ୍ର, ବଶୀକରଣ ଇଏ ଏମିତି ସେମିତି କାମ କରେନି। ମନରେ ସମ୍ପୂର୍ଣ୍ଣ ବିଶ୍ୱାସ, ନିଷ୍ଠା ଆଉ ଏକାଗ୍ରତାର ସହିତ ଏହି ବଶୀକରଣ କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ ଯେତେ ସୁନ୍ଦରୀ ଝିଅ ବା ସୁନ୍ଦରୀ ଭାଉଜକୁ ଚାହିଁବେ ତାକୁ ଅତି ସହଜରେ ପଟେଇ ପାରିବେ। ସିଏ ସେହି ସମୟଠାରୁ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଆପଣଙ୍କର ସବୁ କଥା ମାନିବ। ଆପଣ ତାକୁ ଯାହା କହିବେ ସିଏ କରିବ। ଯେଉଁ ଝିଅ ଆପଣଙ୍କୁ ଭାव ଦେଉନଥିଲା, ସେ ନିଜେ ଆସିବ ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯେଉଁ ପଡ଼ିଶା ଘର ଭାଉଜର ସୁନ୍ଦରତାକୁ ଦେଖି ଆପଣ ତାକୁ ଦିନରାତି ଭାବୁଛନ୍ତି, ସିଏ ନିଜେ ଆପଣଙ୍କୁ ଫୋନ୍ କରିବ, ହାତ ଧରିକି ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ଧ୍ୟାନ ସହିତ ଶୁଣନ୍ତୁ। ଏହି ବଶୀକରଣକୁ କରିବା ପାଇଁ ଆପଣ ଦୁଇଟା ରସୁଣ କୁଲା ଆଉ ଗୋଟିଏ ଛୁଞ୍ଚି ଆଣିବେ। ଦୁଇଟା ରସୁଣ କୁଲା ଆଉ ଛୁଞ୍ଚିର ସାହାଯ୍ୟରେ ଆପଣ ସୁନ୍ଦରୀ ଝିଅକୁ ପଟେଇ ପାରିବେ, ସୁନ୍ଦରୀ ଭାଉଜକୁ ପଟେଇ ପାରିବେ, ତାକୁ ନିଜ ପ୍ରେମରେ ଦିବାନୀ କରିପାରିବେ। ଏହି ବଶୀକରଣ ବିଧିକୁ ଆପଣ ଶୁକ୍ରବାର ଦିନ କରିବେ। କେଉଁ ବି ସମୟରେ କରିପାରିବେ। ବିଧିଟି କରିବା ପୂର୍ବରୁ ଭଲ ଭାବରେ ହାତ ଗୋଡ଼ ଧୋଇକି ସଫା ବସ୍ତ୍ର ପିନ୍ଧିକି ଆପଣ ଏହି ବଶୀକରଣକୁ ଆରମ୍ଭ କରିବେ।
ପ୍ରଥମେ ଆପଣ କ'ଣ କରିବେ, ଯେଉଁ ଦୁଇଟା ରସୁଣ କୁଲା ଆଣିଛନ୍ତି ସେ ଦୁଇଟା ରସୁଣ କୁଲାରୁ ଗୋଟିଏ ରସୁଣ କୁଲାରେ ସେଇ ଝିଅ ବା ସ୍ତ୍ରୀର ନାମ ଲେଖିବେ ଯାହାକୁ ଆପଣ ପଟେଇବାକୁ ଚାହୁଁଛନ୍ତି। ଆଉ ଗୋଟିଏ ରସୁଣ କୁଲାରେ ଆପଣ ନିଜର ନାମ ଲେଖିବେ। ତାପରେ ସେ ଦୁଇଟାକ ରସୁଣ କୁଲାକୁ ଏକାଠି କରି ଡାହାଣ ହାତରେ ମୁଠେଇକି ଧରିବେ ଆଉ 7 ଥର ସେ ଝିଅର ନାମ କହିବେ। ତାପରେ ରସୁଣ କୁଲାରେ ଗୋଟିଏ ଥର ଫୁଙ୍କିଦେବେ। ତାପରେ ନିଜର ନାମ 7 ଥର କହିବେ। ପୁଣି ଆପଣ ସେ ଦୁଇଟା ରସୁଣ କୁଲାରେ ଫୁଙ୍କିଦେବେ। ଏତିକି କରିସାରିବା ପରେ ସେ ଦୁଇଟା ରସୁଣ କୁଲାକୁ ଏକାଠି କରି ସେଥିରେ ଛୁଞ୍ଚି ଫୋଡ଼ିଦେବେ। ଧ୍ୟାନ ରଖିବେ ଯେମିତି ଦୁଇଟାକ ରସୁଣ କୁଲା ଛୁଞ୍ଚି ମଝିରେ ରହିବ। ଛୁଞ୍ଚି ଭଲ ଭାବରେ ସେ ଦୁଇଟା ରସୁଣ କୁଲାରେ ଫୋଡ଼ି ହେଇଯିବ। ତାପରେ କ'ଣ କରିବେ, ଆଖି ବନ୍ଦ କରିକି 1ରୁ 2 ମିନିଟ୍ ସେଇ ଝିଅ ବା ନାରୀକୁ ମନେ ମନେ ଭାବିବେ। ତାର ମୁହଁକୁ ନିଜ ମନରେ ଭାବିବେ। ଏମିତି ଭାବିବେ ଯେମିତି ସିଏ ଆପଣଙ୍କର ବଶରେ ହେଇଯାଇଛି, ଆପଣଙ୍କର ସବୁ ଇଚ୍ଛାକୁ ପୂରଣ କରୁଛି। ଏହିପରି ଭାବି ସାରିବା ପରେ କ'ଣ କରିବେ, ସେ ଛୁଞ୍ଚି ଆଉ ରସୁଣ କୁଲାକୁ ସେହିପରି ନେଇକି କୌଣସି ଏକ ଜାଗାରେ ଅଳ୍ପ ଟିକିଏ ମାଟି ଖୋଳିକି ପୋତିଦେବେ। ଗ୍ୟାରେଣ୍ଟି ଦେଉଛି ଏହି ବଶୀକରଣ କରନ୍ତୁ, ସେ ଝିଅ ହେଉ ବା ବିବାହିତା ନାରୀ ଆପଣଙ୍କର ବଶରେ ହେଇଯିବ। ଆପଣଙ୍କର ସବୁ କଥା ମାନିବ, ଯାହା ଚାହିଁବେ ତାହା କରିବ। ଧନ୍ୟବାଦ।